ବାଲେଶ୍ୱର ସହରର ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା ଗୋପାଳ ଗାଁରେ ଖୋଲିଛି ଏଚ୍ଡିଏଫ୍ସିର ଅତ୍ୟାଧୁନିକ ଶାଖା। ଏହି ବ୍ୟାଙ୍କରେ ଡିପୋଜିଟ୍ ଏବଂ ୱିଡ୍ରୋ ଏଟିଏମ୍ ମେସିନ୍ର ମଧ୍ୟ ବ୍ୟବସ୍ଥା ରହିଛି। ଏହି ବ୍ୟାଙ୍କର ଶାଖା ଗୋପାଳ ଗାଁରେ ଖୋଲିବା ଫଳରେ ଗୋପାଳ ଗାଁ ସମେତ ଆଖପାଖ ଅଞ୍ଚଳର ନୂତନ ବ୍ୟାଙ୍କ ଗ୍ରାହକମାନେ ମଧ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନ ଯାଇ ହାତ ପାହାନ୍ତାରେ ବ୍ୟାଙ୍କ ସୁବିଧା ପାଇପାରିବେ। ଘରେ ଟଙ୍କା ଗଚ୍ଛିତ ରଖିବା ଏବେ ବିପଦପୂର୍ଣ୍ଣ ଥିବାବେଳେ ଲୋକେ ମଧ୍ୟ ଏଭଳି ସ୍ଥାନରେ ବ୍ୟାଙ୍କ ଶାଖା ଓ ଏଟିଏମ୍ର ସୁବିଧା ମିଳିଥିବାରୁ ଖୁସି ଜାହିର କରିଛନ୍ତି। ବୁଧବାର ପୂର୍ବାହ୍ନରେ ଲୀରା କନଷ୍ଟ୍ରକ୍ସନର ପରିଚାଳନା ନିର୍ଦ୍ଦେଶକ କମଳା ରଣା ବ୍ୟାଙ୍କକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ କ୍ଲଷ୍ଟର ହେଡ୍ ଦେବବ୍ରତ ନାୟକ, ବ୍ୟାଙ୍କର ଶାଖା ପ୍ରବନ୍ଧକ ପ୍ରଭାକର ପ୍ରଧାନ, ପାର୍ସନାଲ ବ୍ୟାଙ୍କର ସମ୍ବିତ ନନ୍ଦୀ, ପିବି ଅଥରାଇଜର ନାଜିଆ ପରବିନଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ଉପସ୍ଥିତ ରହିଥିଲେ। ଏହି ଶାଖାରେ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସ୍ଥାୟୀ ଜମା ଆକାଉଣ୍ଟ, ଇନଷ୍ଟାଣ୍ଟ ଆକାଉଣ୍ଟ ଓ ଋଣ ପ୍ରଦାନ ଭଳି ବ୍ୟବସ୍ଥା ରହିଛି। ବାଲେଶ୍ୱର ଜିଲ୍ଲାରେ ଏହା 10ମ ବ୍ରାଞ୍ଚ ହୋଇଥିବା ବେଳେ ବାଲେଶ୍ୱର ସହରରେ ତୃତୀୟ ଶାଖା ବୋଲି କୁହାଯାଇପାରେ। ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ତଥା ବ୍ୟାଙ୍କର ପରିଚାଳନା ମଣ୍ଡଳୀର ନିୟମ ଓ ନୀତିଗତ ନିଷ୍ପତ୍ତି ଏହି ବ୍ୟାଙ୍କକୁ ସର୍ବଭାରତୀୟ ସ୍ତରରେ ଗ୍ରାହକମାନଙ୍କ ଦ୍ୱାରା ଲୋକପ୍ରିୟ ହୋଇପାରିଛି। Touch